ଅଫିସଟେ ଆମ ପାଖରେ ଅଛି ସେ ଅନ୍ୟ ଆଡ଼େ ସ୍ଥାନାନ୍ତରିତ ହେବାକୁ ଯାଉଛି। ଆମେ ବି ଖବର ଗଣମାଧ୍ୟମ ଜରିଆରେ ପାଇଛୁ ଏବଂ ନିଶ୍ଚୟ ଆମେ ଆମ ସରକାର ଯେମିତି ନ ଯିବ ସେଇଥିପାଇଁ ପ୍ରଚେଷ୍ଟା କରିବେ ଏବଂ ଏବଂ ଆମେ ବି ଚାହୁଁଛୁ ଯେ ସେ ଅଫିସ ଏଇ ଆମ ଓଡ଼ିଶାରେ ରହୁ। ନିଶ୍ଚୟ ନିଶ୍ଚୟ ଜଣେଇବୁ ଯେ ଏଇଟା ଆମର ଥିଲା, ଆପଣଙ୍କର ଅସୁବିଧା କ'ଣ ହେଲା, କ'ଣ ଅସୁବିଧା ହେଉଛି ଆମକୁ ରିଜନ୍ ଦିଅନ୍ତୁ ଆଉ ନିଅନ୍ତୁ। ଆମେ ନିଶ୍ଚୟ କ୍ଷତି ହଁ ଆଉ ଆମେ ବି ରାଜସ୍ୱ ହରାଇବୁ ନିଶ୍ଚୟ ଆମ ଇଣ୍ଟରେଷ୍ଟରେ ଆମେ ଇଏ କହିବୁ। ନିଶ୍ଚୟ 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 ଆଜ୍ଞା କେନ୍ଦ୍ର ସରକାର ଆମର ରାଜ୍ୟ ସରକାର କେନ୍ଦ୍ର ସରକାର ମାନେ ଗୋଟିଏ ମୁଦ୍ରାର ଦୁଇଟା ପାର୍ଶ୍ୱ। ଓଡ଼ିଶା ସରକାର ଚାହୁଁଛନ୍ତି ଓଡ଼ିଶା ସରକାର ଚାହୁଁଛନ୍ତି ଭାରତ ସରକାର ବି ଚାହୁଁଛନ୍ତି କେମିତି ଓଡ଼ିଶା ଆଗକୁ ଯିବ। ଏଇଟା ହେଲା ଓଡ଼ିଶାର ସବୁଠୁ ବଡ଼ ଜିଲ୍ଲା ଯେଉଁଟାକି 13ଟା MLA ସେଗମେଣ୍ଟ ଅଛି। ଆଉ ମୋତେ ଦଳ ସରକାର ମୋତେ ଦେଇଛନ୍ତି କିଛି ଲକ୍ଷ୍ୟ ଅଛି ତାଙ୍କର ଯେ ଭଲ କେମିତି ହେବ। ଆଉ ଆପଣମାନେ ଜାଣିଛନ୍ତି ମୋର 27 ବର୍ଷର ଅଭିଜ୍ଞତା ଅଛି ପବ୍ଲିକ୍ ସେକ୍ଟର। ମୁଁ ଗୋଟେ ୟୁନିଟ୍ର HR ହେଡ଼୍ ଥିଲି ଜିଜାଣ୍ଟିକ୍ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼ର। ତା ସହିତ ତା ପୂର୍ବରୁ ବି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାରେ ଚାକିରି କରୁଥିଲି, ଲେବର ଅଫିସର ଥିଲି। ସୋ ମୋର ଯାହା ଅଭିଜ୍ଞତା ଅଛି ବାକି ମୁଁ ଯେଉଁ ଅଭିଜ୍ଞ ଲୋକ ଅଛନ୍ତି ସେମାନଙ୍କ ସହିତ ମିଶି ସେମାନଙ୍କୁ ଅନୁରୋଧ କରି କ'ଣ କଲେ ଭଲ ହେବ ତାକୁ ମୁଁ ଯୋଜନା ପ୍ରସ୍ତୁତ କରି ଆଗକୁ ଚାଲିବି। ସେଇଟା ଶୁଣନ୍ତୁ ମନ୍ତ୍ରୀ ପଦ ଅଲଗା ଜିଲ୍ଲା ଯୋଜନା ବୋର୍ଡ଼ ଅଲଗା। ଏମିତି ନାହିଁ ଯେ ମନ୍ତ୍ରୀ ହେଇକରି ଜିଲ୍ଲା ଯୋଜନା ବୋର୍ଡ଼ ହେଇନାହାନ୍ତି ବା ଜିଲ୍ଲା ଯୋଜନା ବୋର୍ଡ଼ ହେଇକରି ମନ୍ତ୍ରୀ ହେଇନାହାନ୍ତି। କିଏ ଜାଣିଛି ଆଜ୍ଞା ଜଗନ୍ନାଥ କାହା ପାଇଁ କେତେବେଳେ କ'ଣ ରଖିଛନ୍ତି। ତେଣୁ ଆମେ ଆଶାବାଦୀ। ମୁଁ ଦେଖନ୍ତୁ ମୁଁ ଏଇ ଯୋଜନା ବୋର୍ଡ଼ ପାଇଁ ବି ମୁଁ କାହାକୁ କହିନଥିଲି। ଆମର ଦଳ ବା ସରକାର ଜାଣୁଛନ୍ତି ଯେ କାହାର କେତେ ପୋଟେନ୍ସିଆଲିଟି ଅଛି ସେଇ ଅନୁସାରେ ସେମାନେ ତାକୁ ଚୟନ କରୁଛନ୍ତି। ମୁଁ କାହାକୁ କହିନଥିଲି କିନ୍ତୁ ମୁଁ ଧନ୍ୟବାଦ ଦେବି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ତଥା ଆମର ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ସଭାପତିଙ୍କୁ ଯେ ସେମାନେ ମୋତେ ମନୋନୀତ କରିଛନ୍ତି। ଆଇ ଏମ୍ ଗ୍ରେଟଫୁଲ୍ ଟୁ ଦ୍ୟାମ୍।